କେଉଁ ସ୍ତ୍ରୀ ପାଇଁ ସ୍ୱାମୀ ଧନବାନ ହୋଇଥାଏ? କେଉଁ ସ୍ତ୍ରୀ ସବୁଠୁ ସୌଭାଗ୍ୟଶାଳୀ ହୋଇଥାନ୍ତି? ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁଯାୟୀ ମହିଳାଙ୍କର କେତୋଟି ଗୁଣ ଏବଂ ଲକ୍ଷଣ ବିଷୟରେ କହିବୁ, ଯେଉଁଥିରେ ସେ କେତେ ଭାଗ୍ୟଶାଳୀ ହୋଇଥାନ୍ତି ଜଣାପଡ଼େ। ତେବେ ଚାଲନ୍ତୁ ସେହି ଗୁଣଗୁଡ଼ିକ ବିଷୟରେ କହିବୁ। ଯେଉଁ ମହିଳାଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ହୋଇଥାନ୍ତି, ସେମାନେ ସାକ୍ଷାତ ଲକ୍ଷ୍ମୀପରାୟଣ ହୋଇଥାନ୍ତି। ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥିଙ୍କର ଆଦରପୂର୍ବକ ସତ୍କାର କରନ୍ତି, ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୁଅନ୍ତି। ଯେଉଁ ମହିଳାମାନେ ସକାଳେ ଏବଂ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦେଇ ପୂଜା କରନ୍ତି, ସେମାନେ ଭାଗ୍ୟବତୀ ହୋଇଥାନ୍ତି। ଯେଉଁ ମହିଳାଙ୍କ ଗାଲ ଗୋଲ, ସୁନ୍ଦର ଏବଂ ଶିର ଦେଖାନଯାଏ, ସେମାନେ ଦେବୀଗୁଣ ଯୁକ୍ତ ମହିଳା ଅଟନ୍ତି। ଯେଉଁ ମହିଳାଙ୍କ ଓଠ 2 ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ମାଂସଳ, ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଯେଉଁ ମହିଳାଙ୍କ ବେକରେ 3ଟି ରେଖା ପଡ଼ିଥାଏ, ସେମାନଙ୍କ ସ୍ୱାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବା ଥାଏ, ସେମାନଙ୍କୁ ବହୁତ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକିଏ ଛୋଟ ହୋଇଥାଏ, ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି। ଯେଉଁ ମହିଳାମାନେ ହସିବା ସମୟରେ ଯେଉଁ ମହିଳାଙ୍କ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନାହିଁ, ସେ ସ୍ୱାମୀଙ୍କ ସୌଭାଗ୍ୟ ଆଣିଥାନ୍ତି। ଯେଉଁ ମହିଳାମାନଙ୍କ ଆଖି ହରିଣ ଭଳି ଡୋଳା କଳା, ଆଖି ପତାରେ ଛୋଟ କଳା ଚୁଟି ଥାଏ, ସେମାନେ ଶୁଭ ହୋଇଥାନ୍ତି। ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ, ପତାକା, ମାଛ ଓ ଶଙ୍ଖ ଚିହ୍ନ ରହିଥାଏ, ସେମାନଙ୍କ ସ୍ୱାମୀ ଧନବାନ ହୋଇଥାନ୍ତି।